ସାଙ୍ଗମାନେ ଆଜି ଗୋଟେ କାହାଣୀ ଶୁଣିବା। ଶୁଣିଲେ ସେଥିରୁ କ'ଣ ଶିଖିଲେ ଆପଣ ନିଜେ ହିଁ କମେଣ୍ଟ କରିବେ। ଗୋଟେ ପକ୍ଷୀ ସମୁଦ୍ରରୁ ନିଜ ଥଣ୍ଟରେ ପାଣି ନେଇ ବାହାରେ ଢାଳୁଥାଏ। ଆଉ ଗୋଟେ ପକ୍ଷୀ ଦେଖିଲା, କହିଲା କ'ଣ କରୁଛୁ? କହିଲା ସମୁଦ୍ରକୁ ମୁଁ ଶୁଖେଇବି। କହିଲା କାହିଁକି? କହିଲା ଏ ସମୁଦ୍ର ମୋ ଛୁଆକୁ ନଷ୍ଟ କରିଦେଇଛି, ତେଣୁ ତା ପାଣି ମୁଁ ଆଜି ଶୁଖେଇଦେବି। ପକ୍ଷୀଟି ଶୁଣିକି ବିଚଳିତ ହୋଇଗଲା, କହିଲା ତୁ ପାଗଳ ହେଇଯାଇଛୁ, ତୁ 7 ଜନ୍ମ ତପସ୍ୟା କଲେ ବି ସମୁଦ୍ର ପାଣି ଶୁଖେଇ ପାରିବୁ ନାହିଁ। ପକ୍ଷୀଟି କହିଲା ବାସ୍, ତୋ ଉପଦେଶ ମୋତେ ଦରକାର ନାହିଁ, ଯଦି ପାରୁଛୁ ମୋ ସାଥ ଦେ। କହିଲା ଠିକ୍ ଅଛି, ମୁଁ ତ ସାଥ ଦେବି। ସେମିତି ସବୁଯାକ ପକ୍ଷୀ ବିଚରା ପକ୍ଷୀଟିର ସାଥ ଦେଲେ, ଆଉ ସମୁଦ୍ରରୁ ପାଣି ନେଇକି ବାହାରେ ଢାଳିବା ଆରମ୍ଭ କରିଦେଲେ। ସେଥିରେ ଗରୁଡ଼ ପକ୍ଷୀ ବି ଥିଲା। ଗରୁଡ଼ ପକ୍ଷୀ ବି ସେମିତି ସବୁ ପକ୍ଷୀ ପରି ପାଣିକୁ ଥଣ୍ଟରେ ନେଇ ବାହାରେ ଢାଳିବା ଆରମ୍ଭ କଲା। ସେପଟେ ବିଷ୍ଣୁ, ଭଗବାନ ବିଷ୍ଣୁଙ୍କର କାମ ବନ୍ଦ ହୋଇଗଲା, କାରଣ ସିଏ ଗରୁଡ଼ ପକ୍ଷୀ ଦ୍ୱାରା ହିଁ ସବୁ କାମ କରନ୍ତି। କହିଲା ଆରେ କୁଆଡ଼େ ଯାଉଛୁ? କହିଲା ନାଇଁ ନାଇଁ ନାଇଁ, ଯାଉଛି ସମୁଦ୍ରକୁ ଶୁଖେଇବା ପାଇଁ। ସେଇ କଥା ଭଗବାନ କହିଲେ, କହିଲା ଆରେ ତୁ ଚାହିଁଲେ କ'ଣ ତ ସବୁଯାକ ପକ୍ଷୀ ଚାହିଁଲେ ବି ସମୁଦ୍ରକୁ ପାଣି ଶୁଖେଇ ପାରିବ? ସେ କହିଲା ପ୍ରଭୁ ଉପଦେଶ ନାହିଁ, ସାଥ ଦିଅ, ବୋଲେ ମୋତେ ସାହାଯ୍ୟ କର, ଉପଦେଶ ନାହିଁ। ଭଗବାନ ଠିକ୍ ଅଛି। ହେଲେ ଭଗବାନଙ୍କର କାମଟା ବନ୍ଦ ହୋଇଗଲା। ତେଣୁ ଭଗବାନ ସମୁଦ୍ରକୁ କହିଲେ ଏଇ ତୋ ଯୋଗୁଁ ମୋ କାମ ବନ୍ଦ ହେଲା, ତେଣୁ ତୁମେ ତା ସାଧୁକୁ ଫେରାଇ ଦିଅ। ତ ସମୁଦ୍ର ବାଧ୍ୟ ହୋଇକି ପ୍ରଭୁ ଫେରାଇ ଦେଲା। ଏଥର ଆମେ କ'ଣ ଶିଖିଲେ? ଯେ ଆମେ କିନ୍ତୁ ସାହାଯ୍ୟ କରିବା ଦ୍ୱାରା ଅସମ୍ଭବ ବି ସମ୍ଭବ ହୋଇପାରିବ। ଧନ୍ୟବାଦ।